हरे कृष्ण। श्रीमद् भगवत गीता प्रथम अध्याय अर्जुन विषाद योग श्लोक संख्या 3। पैसैतां पाण्डुपुत्राणां आचार्यमहेतिं च मुं व्यूढां द्रुपदपुत्रेण तव शिष्येण धीमता। अनुवाद। हे आचार्य, पांडुपुत्र मानकर ए विराट सैन्यबाहिनी को देखंतु। ଏହା ଆପଣଙ୍କର ଅତି ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ବିବାହକାରରେ ସଜ୍ଜିତ ହୋଇଅଛି। ଏଠାରେ ଦୁର୍ଯ୍ୟୋଧନ ତାଙ୍କର ଗୁରୁ ଦ୍ରୋଣଙ୍କୁ କହୁଛନ୍ତି, ହେ ଆଚାର୍ଯ୍ୟ, ଆପଣଙ୍କର ଶିଷ୍ୟ ଦ୍ରୁପଦଙ୍କ ପୁତ୍ର ଦୃଷ୍ଟଦ୍ୟୁମ୍ନ ପାଣ୍ଡବମାନଙ୍କ ପାଇଁ ଗୋଟେ ବିବାହକାର ରଚନା କରିଛନ୍ତି। ବିବାହକାରର ଅର୍ଥ ହେଉଛି ବିରାଟ ସେନା, ଯାହାକି ଏହି ବିରାଟ ସେନା ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ। ଯଦି ବି କେହି ପ୍ରବେଶ କରୁଥିଲେ ତାହେଲେ ତାହା ଭିତରୁ ବାହାରିବା ମଧ୍ୟ କଷ୍ଟସାଧ୍ୟ ଥିଲା। ଏଥିରୁ ଆମେ ଶିକ୍ଷା ଲାଭ କଲେ ଯେ ବିନା ରଣନୀତିରେ ନିଜର ନିଷ୍ପତ୍ତି ନେବା ଲକ୍ଷ୍ୟହୀନ, ବା ବିନା ନିଷ୍ପତ୍ତିରେ ଆମେ ଆମର ରଣନୀତି ତିଆରି କରିବା ମଧ୍ୟ ବ୍ୟର୍ଥ। ତେଣୁ ପ୍ରତ୍ୟେକ ଜିନିଷରେ ଆମେ ପୂର୍ବ ପ୍ରସ୍ତୁତି ରହିବା ଦରକାର। ଯଦି ଜଣେ ବ୍ୟକ୍ତି ଭଗବତ ଗୀତା ପ୍ରତ୍ୟେକ ଦିନ ପଠନ କରୁଛି, ତାହେଲେ ତାର ଜୀବନ ପରିବର୍ତ୍ତନ ହୋଇପାରିବ ବା ହେଇଯିବ। ସେ ଯଦି ଥରେ କୃଷ୍ଣ ଚେତନଶୀଳ ହେଇଗଲା, ତା ଜୀବନ ମୁକ୍ତି ପାଇଯିବ। ହରେ କୃଷ୍ଣ। ହରେ କୃଷ୍ଣ।